ପିଲାମାନେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ତରଫରୁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଗୋଟେ କଥା କ'ଣ ପିଲାମାନେ ଜାଣିଛ? ଗୋଟେ ଗୀତଟି ଅଛି, ଗୀତର ପଦଟି ଅଛି, କ'ଣ ଜାଣିଛ? ସେ ଜାଣିବା ଏଟାକୁ ବୈକୁଣ୍ଠ ସମାନ ଆହା ଓଟେ ସେହି ଘର, ବୈକୁଣ୍ଠ ସମାନ ଆହା ଓଟେ ସେହି ଘର, ପରସ୍ପର ସ୍ନେହ ଜଇଁ ଥାଏ ନିରନ୍ତର। ତେଣୁ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଜଇଁ ଥାଏ ନିରନ୍ତର। ଆମ ଘର, ଆମ ପରିବାର ଗୋଟେ ବୈକୁଣ୍ଠ ସମାନ। ବୈକୁଣ୍ଠ ବୁଝିପାରୁଛ ନା ନାହିଁ? ବିଷ୍ଣୁଙ୍କ ପୁର ଯେଉଁଟା ବୈକୁଣ୍ଠପୁର, ଏଟାକୁ ସ୍ୱର୍ଗପୁର କୁହନ୍ତି। ବୈକୁଣ୍ଠପୁର ସେଠାରେ ସର୍ବଦା ସୁଖ ଶାନ୍ତି ବିରାଜମାନ ଥାଏ। ସେଠି ପହଞ୍ଚିଗଲା କ୍ଷଣି ସବୁକିଛି ମଣିଷ ହଜିଯାଏ, ସେତିକି ପୁରା ଅପାର ଆନନ୍ଦ, ଅପାର ଶାନ୍ତି ଲାଭ କରେ। ସେଇ ବୈକୁଣ୍ଠପୁର ଯେଉଁଟାକି ବିଷ୍ଣୁ ବିରାଜମାନ କରନ୍ତି, ତାଙ୍କରି ପୁର। ସେ ବୈକୁଣ୍ଠପୁର ଭଳିଆ ଲାଗେ କେଉଁଟା? ଆମ ଘର ପରିବାର। ଆମ ଘର, ଆମ ପରିବାର ଗୋଟେ ବୈକୁଣ୍ଠ ଭଳିଆ। କେତେବେଳେ ଲାଗେ? ଯେତେବେଳେ ପରସ୍ପର ମଧ୍ୟରେ ସ୍ନେହ, ସଦିଚ୍ଛା, ଭଲ ପାଇବା ଆଦି ଥାଏ। ସ୍ନେହ ସଦିଚ୍ଛା ଯଦି ନଥିବ, ଭଲ ପାଇବା ନଥିବ, ତେଣୁ ସେ ବୈକୁଣ୍ଠ ସମାନ ସେ ଘରଟା ନର୍କପୁରରେ ପରିଣତ ହେଇଯାଏ। ତେଣୁ ବୁଝିଲ କ'ଣ? ତେଣୁ ଆମ ଘର, ଆମ ପରିବାର ଗୋଟେ ବୈକୁଣ୍ଠ ଭଳିଆ, ବୈକୁଣ୍ଠପୁର ଭଳିଆ। କାହିଁକି ନା ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, କ୍ଷମା, କରୁଣା ଏସବୁ ଭର୍ତ୍ତି ହେଇଥାଏ। ପରସ୍ପରକୁ ସାହାଯ୍ୟ କରିବା ପାଇଁ ସମସ୍ତେ ଆଗେଇ ଆସିଥାନ୍ତି। ପରସ୍ପରକୁ ସୁଖ ଦୁଃଖରେ ବାଗିଥାନ୍ତି। ଅନ୍ୟର ସୁଖରେ ସମସ୍ତେ ସୁଖୀ ହେଇଥାନ୍ତି, ଅନ୍ୟର ଦୁଃଖରେ ଦୁଃଖୀ ହେଇଥାନ୍ତି। ତେଣୁ ଏଟାକୁ, ଏ ପରିବାରଟାକୁ, ଏ ସଂସାରଟାକୁ ବା ଆମ ଘରଟାକୁ ବୈକୁଣ୍ଠ ଭଳିଆ ତୁଳନା କରାହେଇଛି। କିନ୍ତୁ ବର୍ତ୍ତମାନ ଦେଖିବାକୁ ସବୁ ଘର ବର୍ତ୍ତମାନ ବୈକୁଣ୍ଠପୁର ଅପେକ୍ଷା ନର୍କପୁର ଭଳିଆ ଲାଗୁଛି। ଏଇ ପହରଦିନ ମୁଁ ଯାଇଥିଲି ଆମର ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକରେ ମେଡ଼ିସିନ ଆଣିବାକୁ। ମେଡ଼ିସିନ ଆଣିବାକୁ ଗଲି, ଡାଇବେଟିସ୍ ମୋର ଟିକେ ଅଛି, ଡାଇବେଟିସ୍ ଆଉ ବ୍ଲଡ଼ ପ୍ରେସର, ଟିକେ ମେଡ଼ିସିନ ଆଣିବାକୁ ଗଲି। ଗଲା କ୍ଷଣି ସେଠି ଦେଖିଲା ବେଳକୁ ମୋରି ଭଳିଆ ଆଉ କିଛି ଲୋକ ସବୁ ଲମ୍ବା ଲାଇନ୍ ଦେଇଛନ୍ତି। ସମସ୍ତେ କହୁଛନ୍ତି ସିଏ ସଂସାରଟା ଗଲାଣି, ଏ ଟୁକାଟା ମାନୁନାହାନ୍ତି, କଲାଣି ଘର ଅଶାନ୍ତି ହେଉଥିବ, କୁହନ୍ତି ଆଉ ଡାଇବେଟିସ୍ ନ ହେଉଥିଲେ ହେବ, ଡାଇବେଟିସ୍ ନ ହେଉଥିଲେ ହେବ, ବ୍ଲଡ଼ ପ୍ରେସର ନ ହେଉଥିଲେ ମାନେ କ'ଣ ହେଇଛି? ଆଉ ଘର ଶାନ୍ତି ନାହିଁ, ଶାନ୍ତି ନାହିଁ, କରୁନାହାନ୍ତି, କେହି କାହାକୁ ମାନୁନାହାନ୍ତି, ପିଲାମାନେ ମାନୁନାହାନ୍ତି, କରୁନାହାନ୍ତି। ମୁଁ କିଛି କହୁଥାନ୍ତି, ଦେଖିଲା ବେଳକୁ ଆଉ ଜଣେ ବି ସେଇ କଥା କହିଲେ, ଆଉ ଜଣେ ବି ସେଇ କଥା କହିଲେ। ମୁଁ ଟିକେ କ'ଣ ସମସ୍ତଙ୍କ ଘର ସେଇଆ ନା? ତେଣୁ ଏ କଥା ଦେଖିଦେଇକି ଯେଉଁ ଅଶାନ୍ତି କଥା, ଏଇ ଯେଉଁ ଅଶାନ୍ତି ବର୍ତ୍ତମାନ ଚାରିଆଡ଼େ ଦେଖାହେଇଛି, ପ୍ରତ୍ୟେକ ଘର ଭିତରେ ଅଶାନ୍ତି ଦେଖାହେଇଛି। ସ୍ନେହ, ଭଲ ପାଇବା ଉଭେଇ ହେଇଛି। ବାପ ପୁଅକୁ ଯେତେ ଭଲ ପାଇଲେ ମଧ୍ୟ ପୁଅମାନେ ବାପକୁ ଭଲ ପାଉନାହାନ୍ତି, ସନ୍ତାନ ପୁଅ କି ଝିଅ ବାପା ମାଆକୁ ଭଲ ପାଉନାହାନ୍ତି, ସେମାନେ ଠିକ୍ ବାଟରେ ମଣିଷ ହେଉନାହାନ୍ତି। ଏଇ ଯେଉଁ କାହାଣୀ, ଏଇ ଯେଉଁ କଥା ପ୍ରତ୍ୟେକ ଘର ଘରରେ ଆଜିକାଲି ଦେଖାହେଉଛି। ତେଣୁ ତାଙ୍କ କତରୁ ଶୁଣିଲା କ୍ଷଣି ମୋର ମନେ ପଡ଼ିଗଲା ସେଇଦିନ ସକାଳେ ଗୋଟେ ଗପଟିଏ ପଢ଼ିଥିବା କଥା। ମୁରାରୀ, ସେ ସକାଳେ ତ ଏଇ ଗପଟା ପଢ଼ିଥିଲି। ସେ ଗପଟା ତ ଲେଖାଟା 1980 ମସିହା 84 ମସିହା କଥା। ସେତେବେଳେ ଗପ ସହିତ ବର୍ତ୍ତମାନ କ'ଣ ତୁଳନା ହେଇଯାଉଛି ନା? ସେତେବେଳେ ଯାହା ଥିଲା ବର୍ତ୍ତମାନ ସେଇଆ। ମୁଁ ଦେଖିକି ତାଜ୍ଜବ ହେଲି। 80 ମସିହା ଚିନ୍ତା କରୁଥିବ, 80 ମସିହା ତ କେତେ 40 ବର୍ଷ ଉପରେ, 40 ବର୍ଷ ତଳେ ଯେଉଁ ଘଟଣା ସେ ଗାଳ୍ପିକ ଲେଖିଥିଲେ, ସେ ଗପଟା ଲେଖିଥିଲେ, ବର୍ତ୍ତମାନ ଦେଖିବାକୁ ତୁଳନା ହେଉଛି ସମାନ। ସେ ଗପଟା କ'ଣ ଶୁଣିବା? ଗପଟା କ'ଣ ଲେଖିଥିଲି ତ ଶୁଣ। ସେ ଗପର ମୁଖ୍ୟ ନାୟକ ହେଉଛନ୍ତି ନଟବର ବାବୁ। ନଟବର ବାବୁ ହେଉଛନ୍ତି ସେ ଗପର ମୁଖ୍ୟ ନାୟକ। ସେ 5 ବର୍ଷ ବୟସ ବେଳେ ତାଙ୍କ ବାପାକୁ ହରେଇଥିଲେ। ତା ବାପା ମରିଯାଇଥିଲେ 5 ବର୍ଷ ବୟସରେ। ତେଣୁ ତାଙ୍କୁ ମଣିଷ କରିଥିଲା ତାଙ୍କ ବୋଉ। ଅଭାବ ଅନଟନ ମଧ୍ୟରେ ସିଏ ତାଙ୍କୁ ପାଳି ପୋଷି ମଣିଷ କରିଛି। ନିଜେ ନ ଖାଇ ନ ପିଇ ନିଜ ସବୁ ସୁଖକୁ, ଭୋଗକୁ, ଶାନ୍ତିକୁ ସବୁ ପୁଅ ପାଇଁ ସେ ଉତ୍ସର୍ଗ କରିଦେଇଛି ତାଙ୍କ ମା। ଖାଲି ମାଆର ତ୍ୟାଗ, ଆତ୍ମୋତ୍ସର୍ଗ ନୁହେଁ, ତା ସହିତ ଇଏ ମଧ୍ୟ ନଟବର ବାବୁ ମଧ୍ୟ
ନିଜେ ଚେଷ୍ଟା କରିଥିଲେ, ଇଏ ପ୍ରଗାଢ଼ ଚେଷ୍ଟା ଥିଲା। ମାଆର ଆତ୍ମସ୍ୱର୍ଗ ସହିତ ତାଙ୍କର ପ୍ରଗାଢ଼ ଚେଷ୍ଟା ଥିଲା, ଯାହାଫଳରେ ସେତେବେଳେ ଯଥାକଥିକି ପାଠ ଟିକେ ଦୁଇ ଅକ୍ଷର ପଢ଼ିକି ଗୋଟେ ଛୋଟ ଚାକିରିଟିଏ ପାଇଗଲେ। ଛୋଟ ଚାକିରିଟି କେଉଁଠି ପାଇଗଲେ ନା ଭୁବନେଶ୍ୱରରେ ଛୋଟ ଚାକିରିଟି ପାଇଗଲେ। ମା ତାକୁ କହିଲା ଛୋଟ ଚାକିରିଟି ପାଇଗଲେ ତୁ ଭୁବନେଶ୍ୱର ଆଉ ଘରକୁ ଆସିବୁନି। ତାଙ୍କ ଘରଟା କେଉଁଠି? ଭୁବନେଶ୍ୱର ଯଦି ଘରଟା କେଉଁଠି ଜାଣିଛ? ଭୁବନେଶ୍ୱର କଟକ ମଝିରେ ଗୋଟେ ଫୁଲନଖରା ଛକ ଅଛି, ବୁଝିଲେ କ'ଣ? କେବେ ଯାଇଛେ ନା ନାହିଁ? କେବେ ଯଦି ଭୁବନେଶ୍ୱର କେହି ଯାଇଥିବ କଟକ ସାଇଡ଼ରୁ କିମ୍ବା ଭୁବନେଶ୍ୱର ଆସିଥିବ କଟକ ସାଇଡ଼ରୁ, ତ ଦେଖିବ ଗୋଟେ ଫୁଲନଖରା ଛକର ଅଛି। ସେ ଫୁଲନଖରା ଛକରୁ ବାଁ ପଟକୁ ଓଲ୍ଟପୁର ଯିବାକୁ ରାସ୍ତା। ଓଲ୍ଟପୁର ହାଡ଼ ଭଙ୍ଗା ଭଙ୍ଗି ଦେଖିଥିବ, ଡାକ୍ତରଖାନା ଅଛି ଓଲ୍ଟପୁରର। ତେଣୁ ସେଇ ଓଲ୍ଟପୁର ଆଡ଼ିକି ସେଇ ବାଁ ପଟକୁ, ସେଇପଟୁ କଟକରୁ ଗଲା କ୍ଷଣି ଫୁଲନଖରା ଛକରେ ବାଁ ପଟକୁ, ଆଉ ଭୁବନେଶ୍ୱର ଆସିଲା କଟକରୁ ତାଙ୍କ ବାଁ ପଟ ଡାହାଣ ପଟ, ସେଇପଟକୁ ତାଙ୍କ ଗାଁ। ତେଣୁ ସେ ଗାଁକୁ ପ୍ରତ୍ୟେକ ଦିନ ଯିବା ଆସିବା ସୁବିଧା ନୁହେଁ। ସେତେବେଳେ ବସ୍ ମଟର ଏତେ ସୁବିଧା ନଥିଲା। ତେଣୁ ସେ କ'ଣ କରିଛନ୍ତି ନା ତାଙ୍କ ପୁଅକୁ କହିଦେଇଛନ୍ତି ତୁ ସେଠି ଭୁବନେଶ୍ୱର ରହ। ତାପରେ ପୁଅକୁ ଗୋଟେ ବାହା କରିଦେଲେ। ଗୋଟେ କ'ଣ ପୁଅକୁ ବାହା କରିଦେଲେ। ବାହା କରିସାରିଲା କାଳେ ପୁଅର ଅସୁବିଧା ହେବ, ତାଙ୍କ ମାଆ କ'ଣ କଲା ନା ତାଙ୍କ ସ୍ତ୍ରୀକୁ ତା ବୋହୂକୁ ପୁଅ ପାଖରେ ଛାଡ଼ିଦେଲେ। କହିଲେ ବୋହୂ ଏଇଠି ରହିବ। ପୁଅର ଅଳ୍ପ ଛୋଟ ଚାକିରି, ଅଳ୍ପ ଦରମା, ତା ଦେହର ଦେଖାକୁ ବୋହୂ ରହିବ, ପୁଅ ରହିବ, ଖର୍ଚ୍ଚ ଘର ଭଡ଼ା ଦେଇକି ରହିବେ। ତେଣୁ ଇଏ ମା' କ'ଣ କରେ ନା ଘରୁ ତା'ର ଚାଉଳ, ବିରି, ମୁଗ, ପନିପରିବା ଯାହା ଥାଏ, ଯାହା ମିଳେ ସବୁ ବାନ୍ଧି ବୁନ୍ଧିକି ପେଟି ପୁଟୁଳା କରିକି ବସ୍ରେ ଯାଇକି ଦେଇକି ପୁଣି ପଳେଇ ଆସେ। ଘଟଣାକ୍ରମେ ତାଙ୍କ 4-5ଟା ପିଲା ହେଇଛି, ନଟବରଙ୍କର 4-5ଟା ପିଲା ହେଇଛି। 4-5ଟା ପିଲାଙ୍କୁ ସବୁବେଳେ ସୁଖ ରଖିବା ପାଇଁ ସେ ଚେଷ୍ଟା କରୁଛନ୍ତି। ପିଲାମାନଙ୍କ ମନରେ କେବଳ ଗରିବ ବୋଲି ହୀନମନ୍ୟତା ନ ରହୁ। ଗରିବ ଆମେ ଗରିବ, ଆମେ ବଡ଼ ହେଇପାରିବୁ ନାହିଁ, ଏଇ ହୀନମନ୍ୟତା ନ ରହୁ। ସେଇଥିପାଇଁ ସିଏ ନିଜେ ଦିନ ରାତି ଦୌଡ଼ି ପରିଶ୍ରମ କରୁଛନ୍ତି ଛୁଆମାନଙ୍କୁ ସୁଖ ରଖିବା ପାଇଁ। ଛୁଆମାନେ ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ରହିବେ, ଭଲ ମଣିଷଟିଏ ହେବେ, ସେ ପାଇଁ ତାଙ୍କର ପ୍ରଗାଢ଼ ଚେଷ୍ଟା ସେ ଚଲେଇଥାନ୍ତି। ବୁଝିଲା କଥା କ'ଣ? କିନ୍ତୁ ହେଲେ କ'ଣ କି ପିଲା ଗୁଡ଼ା କେହି ମଣିଷ ହେଇନାହାନ୍ତି। ତାଙ୍କ ବାପା 5 ବର୍ଷ ବୟସ ବେଳେ ମରିଯାଇଥିଲା ବେଳେ ତା ମା' ତାଙ୍କ ପ୍ରତି ଯେଉଁ ଚେଷ୍ଟା କରୁଥିଲା ଏବଂ ସେ ନିଜେ ମଧ୍ୟ ଚେଷ୍ଟା କଲା ଫଳରେ ଚାକିରିଟି ଆଜି ପାଇଲେ। କିନ୍ତୁ ଆଜି ତାଙ୍କ ଛୁଆମାନଙ୍କ ପ୍ରତି ସେ ସବୁ ସୁଖ ସୁବିଧା ସବୁ ଯୋଗାଇ ଦେଲେ ମଧ୍ୟ ଛୁଆମାନଙ୍କର ଟିକିଏ ଆଗ୍ରହ ବା ଟିକିଏ ଚେଷ୍ଟା ନାହିଁ ଯେ ମଣିଷଟିଏ ହେବା, ଭଲ ପାଠ ପଢ଼ିବ, ଭଲ ମଣିଷଟିଏ ହେବା। ତା ବଡ଼ ପୁଅଟା BA ପଢ଼ୁ ହିପି ହେଇଗଲା। ହିପି କ'ଣ ବୁଝିପାରୁଛ ନା କ'ଣ? ହିପି ହେଲା ମାନେ ସେତେବେଳେ 80 ମସିହା କଥା କହୁଛି, ତା ପୂର୍ବରୁ 75 ମସିହାରୁ 80 ମସିହା ଭିତରେ ଏଇ ଭିତରେ ହିପି ଯୁଗ ଚାଲିଥିଲା। କ'ଣ ନା ଏଇ କଲର୍ଟାକୁ ଡବ୍ କଲର୍ ସାର୍ଟ କରୁଥିଲେ। ଏଇ ଯେଉଁ କଲର୍ଟା ଲମ୍ବା ବେଳେ କୁକୁର କାନ ଭଳିଆ, ଏ ଚୂଳ ଗୁଡ଼ାକ କ'ଣ କରୁଥିଲେ ଏଭଳିଆ ରଖିଦେଉଥିଲେ, କୃଷ୍ଣ ଭଳିଆ ରଖୁଥିଲେ। ଏତେ ପର୍ଯ୍ୟନ୍ତ କାନ ଢାଙ୍କିକି ଚୂଳ ରଖୁଥିଲେ, ମଝିରୁ ସୁଧାନ କାଢ଼ିଦେଇକି ଏମିତି ରଖୁଥିଲେ। ଆଉ ପୁରୁଣା ହିନ୍ଦୀ ଫିଲ୍ମ ଯଦି ଦେଖିଥିବ, ବେଲ୍ ବଟମ୍ ପ୍ୟାଣ୍ଟ କମର ଆଡ଼ୁ ଚିପି ହେଇଯାଇକି ତଳ ଆଡ଼ିକୁ ଏତେ ଉଷାର ହେଇଥିବ, ବେଲ୍ ବଟମ୍ ଫଡ଼ ହେଇକି ଚାଲିଥିବେ। ଏସବୁ ଏଇ ଯାକୁ କୁହନ୍ତି ଏକ ହିପି ଯୁଗ, ତାମାନେ ଫାଡ଼ା ଯୁଗ। ବର୍ତ୍ତମାନ ଲକ୍ଷ୍ୟ କରିଛ ନା, ସେତେବେଳେ ଏ ଯୁଗ ଥିଲା ହିପି ଯୁଗ। ବର୍ତ୍ତମାନ ସେଇ ହିପି ଯୁଗକୁ ବର୍ତ୍ତମାନ ଅଲଗା ନାଁ କ'ଣ ବର୍ତ୍ତମାନ ଲକ୍ଷ୍ୟ କରିଛ ନା, ଛୁଆମାନେ ମୁଣ୍ଡଟାକୁ ଚୂଳଟାକୁ ବିଭିନ୍ନ ରଙ୍ଗ କରିଦେଉଛନ୍ତି। ସବୁ ଚାଞ୍ଚି ଉଞ୍ଚି ପକାଇ ଉପରୁ ମେଞ୍ଚେ ରଖିଦେଇକି ତା ଦେହରେ କଳା, ନାଲି, ହଳଦୀ କରୁଛନ୍ତି ବିଭିନ୍ନ ପ୍ରକାର। କ'ଣ ପାଉଛନ୍ତି ମୁଁ ଜାଣିପାରୁନି। ସେ ଯାହା ଦେଖାଉଛି ଚାଞ୍ଚି ପକାଇକି ଉପରୁ ମେଞ୍ଚେ ରଖିଦେଇକି କହୁଛନ୍ତି। ସମସ୍ତ ମୁହଁର ଦାଢ଼ି, ସମସ୍ତେ ମୁସଲମାନ ହେବାକୁ ଚାହୁଁଛନ୍ତି, କେହି ହିନ୍ଦୁ ନୁହେଁ। ତ ମୁହଁଟା କେତେ ସୁନ୍ଦର ମୁହଁଟା, ଦାଢ଼ି କାଠି ଗୋଡ଼ି ପକାଇଲେ କେତେ ସୁନ୍ଦର ଦେଖାଯିବ ନା। ସମସ୍ତେ ଦାଢ଼ି ରଖିବୁ, ତ ସମସ୍ତେ ଆମେ ମୁସଲମାନ ହେବୁ। ମୁସଲମାନମାନଙ୍କ ଧର୍ମ ତାଙ୍କ ଦାଢ଼ି ରଖିବେ, ବା ଶିଖମାନଙ୍କ ଧର୍ମ ଦାଢ଼ି ରଖିବେ ନା। ଆମେ ପୁରୁଷ ଦେଖେଇଦେବୁ ଆମର ବି ଦାଢ଼ି ଅଛି, ଆମେ ଦାଢ଼ି କାଟିଲା ଗୋଟେ ଝିଅ ଭଳିଆ କହୁଛୁ। ବୁଝ ନା କ'ଣ? ତେଣୁ ବର୍ତ୍ତମାନ ଏଇ ଯୁଗ ଚାଲିଛି, ସେତେବେଳେ ସେଇ ଯୁଗ ଚାଲିଥିଲା ହିପି ଯୁଗ। ତାମାନେ ଲଫଙ୍ଗା ଯାହା କୁହନ୍ତି, ଭେଗା, ବଜାରୀ, ଛତରା, ଏଇ ହିସାବର ଯେଉଁଗୁଡ଼ାକ ତାକୁ କୁହାଯାଏ। ତେଣୁ ସେଇ କଥା କହୁଛି, ବଡ଼ ପୁଅଟା ତାଙ୍କର BA ପଢ଼ୁ ହିପି ହେଇଗଲା। ଝିଅ ଦୁଇଟା କଲେଜ ଯିବା ମାନେ ଖାଲି ଫ୍ୟାସନ୍ ହେଇକି ଚାଲିଲେ, ଖାଲି ସଜବାଜ ହେଇକି ଫ୍ୟାସନ୍ରେ ଚାଲିଲେ, ପାଠପଢ଼ା ନାହିଁ।
सान झीटा ना परोक्ष एणुतेणु शुणागला सान झीटा ना परोक्ष एणुतेणु शुणागला मान कौन कौ पुओ सांगे कौटी नंबर पन हो एक कथा शुणिकी ता माँ दिने झाड़ू बाड़ी देगला तो तथापि से झील परिवर्तन पर मत जिते माठ माठ मुझे दरपड़ा काट मत जिते माठ माठ मुझे दरपड़ा काट क्या उद्देश्य कह सान झील उद्देश्य तर बड़ पुओटा बीए पढ़ू पढ़ू कौन है हिप्पी हिप्पी केवे है बीए पढ़ू पढ़ू बुझे तेना यही भाया संसारटा सी जिते कले छुआ मान मनीष हबार चेष्टा ना जी मनीष जातिटा हूँ अकृतज्ञ कृतज्ञता ना तार सब बड़े खाली आगू आगू जाइए प्रकृतिर नियम सब आगू देखा पचू पेरिया ये पिला माने आगू आगू देउछथि किंतु से देखुना बापार त्याग के मार त्याग के से कथा से भूली बुझे बुझ ना यही भाई अवस्था नटर बाबू संतुलित अवस्था मन दुखरे घर भीतर थी अवस्था छुआ मान सब अशांति घर लगी रही सुख टिके ना ये अवस्था हठात सन्ध्या बेले तार पाइले बोर देह खराब तार कौन ना टेलीग्राम बर्तमान टेलीग्राम 2-3 वर्ष उठीगला टेलीग्राम कर मोबाइल है व्हाट्सअप जुग जो है व्हाट्सअप है जो स्मार्टफोन है व्हाट्सअप है तार आम सब जोगाजोग हो पार्छ मुह देखी कथाटा हो पार्छु सागे सागे मेसेज आसू आम जापार्छु कि से सब नाला चिठी पत्र थिला ता संग टेलीग्राम थिला टेलीग्रामटा कौन ना पोस्ट ऑफिस जीव गोटे डीटी मेसीन जोटा अच्छी से भाया जा पोस्ट मास्टर को लिखिदेव जे यहीटा को मुझे पठेदेवा चाहूँगी अमके लोक पाखक से गोटे अक्षर पिछा से पैसा नौले से 75 पैसा नौले बढ़ी बढ़ी गला प्रत्येक अक्षर पिछा प्रत्येक लेटर पिछा तो जिते लिखू से पैसा तेणु खूब कम अक्षर खूब कम शब्द लेखा होता फादर सीरीयस कम सो मदर सीरीयस कम सो ये लेखा होता ये लेखा होता से जानला खानी बड़ विपद पड़ी बोली जानती सागे सागे छुट नहीं आसती इमती आर्मी प्रतिरक्षा बारे छुट्टी जो मिले नहीं सागे सागे छुट्टी दिया जाए ये छुट नहीं आस कि तेणु से हिसाब तेणु सी जो सन्ध्या तार पाइले हूँ टेलीग्राम तार पाइले कौन ना पोस्ट ऑफिस तुम पोस्ट ऑफिस से पोस्ट ऑफिस जीव मुझे हाँ टेलीग्राम कौन पोस्ट ऑफिस गला पोस्ट ऑफिस लगे सी सब डीटीपी मेसीन से बाड़ेदेव मदर सीरीयस कम सो बाड़ेदेला खानी सी जो पोस्ट ऑफिस को से मेसीन उठीज मदर सीरीयस कम सो उठी पड़े जी कही नाटा उठ पड़े सागे सागे पोस्ट पेन कहे घर निया दे आसू शीघ्र घर से दे आसला सन्ध्या बेले से पाइले तार पाइले बो देह खराब हरी बोर तो एपर्यंत दिने खराब ही देह ता हठात कौन है बापा मोला ठार दिने बोर देह खराब था सी जानला कि हठात बोर देह कौन है जहाँफल तार आसगला टेलीग्राम आसगला तो निश्चय बोर देह भीषण किसी खराब होती बोधे शेष समय हो पाए कौन कर देखा को रातिर बस आउ ना जीवे केमी गाँ को रातिर बस ना तो ठीक है सकाल 7टा सरकारी बस रे जीवे किंतु सकाल उठिकी बाहर बाहर सकाल बसटा फेल हो बस दिन 10टा बस 10टा बस रे से बाहर के आसले भुवनेश्वर बुझे ना नटर बाबू केतरा बस आए 10टा बस कौ बस आसे बोली चिंता करते 7टा बस सरकारी बस तो सरकारी बेसरकारी 2 प्रकार बस चलता बर्तमान सरकारी बस प्राय बंद हो सब बेसरकारी बुझे तेना बेसरकारी बस रे सी आसिले दिन 10टा बस रे से बसटा डायरेक्ट कटक गला तेणु फुलखरा छक छाड़गला फुलखरा छक ओह्ल पड़ी सी कौन कले ना पुणी गाँ को कुजी बस गोटे मिनी बस गाँ को कुजी बस रे गले बुझिपार कथा तो गाँ को कौ बस गले कुजी बस के भुवनेश्वर बाहर 10टा बस तर गाँव में पहुँचला बेलू को गाँ छकरे पहुँचला को दिन 11टा से तो बैशाख मास खरा कौ मस कथा कही बैशाख मास खरार दिन 8टा बेलू खरा को चाहिए हुए दिन 11टा बजलानी प्रचंड खरा खरार तेज जो हो पवन भी से ताप उठी निआ भाया जुलूँ पवनटा गरम बहुत लगुच कौन कर ओह्ल नौरे ये नंगपंग होल्ल पड़े ओह्ल पड़ी कौन कर देख भीषण खरा छताटे धरती गामछाटे बेकर पकई कौन कर ये पाखर देखा को चाकुंडा गछ मूल हरिगुड़ियार पान जलखिया दुकान कार चाकुंडा गछ मूल हरिगुड़ियार पान जलखिया दुकान
ଯିଏ ଜଳଖିଆ ପ୍ରସ୍ତୁତ କରି ମିଠା ପିଠି କରେ ତାଙ୍କୁ ଗୁଡ଼ିଆ କୁହାଯାଏ। ବୁଝିଲ କଥା ସେ ପାନ ଜଳଖିଆ ତା ନାଁ ହରି ତାଙ୍କ ଗାଁର ସେ ହରି ଗୁଡ଼ିଆ ପାନ ଜଳଖିଆ କରୁଥିଲା କରିଛି ସେଠୁ ତା ପାଖକୁ ତା ଭିତରକୁ ପଶିଲେ କାଳେ ପାଣି ଟୁପେ ପାଇଁ ଝାଟି ମାଟି କାନ୍ଥ ଘରା ତା ଦୋକାନ ଆଗରେ ଦରଚଞ୍ଚା ବେଞ୍ଚ ପଡ଼ିଛି ଗୋଟେ ଦରଚଞ୍ଚା ପଟା ପଡ଼ିଛି ବେଞ୍ଚ ହେଇକି ଲୋକମାନେ ବସନ୍ତି ତାଳ ବଡ଼ରା ଛପର ଘର ତାଳ ବଡ଼ରାକୁ ଛପର କରିଦେଇଛି ବୁଝିଲ କଥା ତା ଭିତରେ ସେ ପଶିଲାଙ୍କୁ ହରି ଗୁଡ଼ିଆ ଦେଖ ଗୋଟେ ନାଲି ଗାମଛା ଖଣ୍ଡେ ପିନ୍ଧେଇକି ଗୋଟେ ଛିଣ୍ଡା ସପ ଉପରେ ଗୋଟେ କୋଣକୁ ଗଡ଼ପଡ଼ ହେଉଛି ବାସନ ଧୁଆ ପିଲାଟି ସେ ଗୋଟେ ବେଞ୍ଚ ଉପରେ ଲମ୍ଥ ପଡ଼ିଛି ଇଏ ପହଞ୍ଚିଗଲେ ଭିତରକୁ ତାଟି ମେଲେଇକି ତାଟିଟା ବନ୍ଦ ଥିଲା ଖରାର ଧାସକୁ ବନ୍ଦ କରିବା ପାଇଁ ତାଟିଟା ବନ୍ଦ କରିଦେଲା ଇଏ ପହଞ୍ଚାଇ କଲେ ଓ ହରି ଓ ଚୁକ କହିଲେ କିଏ ନଟ ଭାଇନା ଇଏ ଖରାବେଳଠାରେ କହିଲେ ପୁରୁ ଦେହ ଖରାପ ତାର ପାଇଁ ତ କାଲି ସନ୍ଧ୍ୟାବେଳେ କହିଲେ କିଏ ସନ୍ଧ୍ୟାବେଳକୁ ଆଇଲାନି ନା କେତେବେଳକୁ କଥା ସେଠୁ ଚାଲି ଆସିଲି ଆଉ କହିଲେ ପାଣି ମୋତେ ଦେନି କହିଲେ ଏଇ ଛୁଆ ଏଇ ପାଣି ମୋତେ ଦେଇ ଶୀଘ୍ର ସେ ଯେ ବାସନ ଧୋଆ ପିଲାଟି ପାଣି ଦେଲା ଇଏ ଅନେଇଲେ ତା ଶୋକେସ୍ରେ ଗୋଟେ ଜାଳିରେ ସେଠି ଗୁଲୁଲା ସିଙ୍ଗଡ଼ା ବରା ଯାହା ସକାଳେ ଭିତରେ ବାସି ଜିନିଷ ସବୁ ରହିଛି ଆଉ ଗୋଟେ ଡେକ୍ଚିରେ ରସଗୋଲା 2-4ଟା ଭାସୁଛି ଆଉ ବୁନ୍ଦିଆ ମିଠେଇ ଏମିତି ଅଛି ଶୋକେସ୍ରେ ଏତିକି ତାର ସବୁ ଖାଇବା ଜିନିଷ ଇଏ ସବୁଠୁ ପାଣି ମୁଣ୍ଡରେ ପିଇଲେ ତାପରେ ପାଣିଟାକୁ ଆଉ କିଛି ପାଣିଟାକୁ ଗାମଛାରେ ଭେଦି ଦେଇକି ମୁଣ୍ଡରେ ଗାମଛାଟାକୁ ଲଦିଲେ ତାପରେ ଛତା ଘୁଡ଼ିକି ଚାଲିଲେ ଗୋଟେ ଚାଲିଲେ ସେଠୁ ତାଙ୍କ ଗାଁଟା ଗୋଟେ 3-4 କିଲୋମିଟର ହେବ ଏମିତି ଯିବାକୁ ପଡ଼ିବ ପାଟର ଚାଲି ଚାଲି ଯିବାକୁ ପଡ଼ିବ ତା ଗାଁ ଛକରୁ ତା ଗାଁକୁ ଆଗେ ପଡ଼ିବ ଶ୍ରୀଚନ୍ଦନପୁର ଗାଁ ହରିଚନ୍ଦନପୁର ଗାଁ ତାପରେ ମଦନପୁର ତାପରେ ତାଙ୍କ ଗାଁ ଏଇଭଳିଆ ପଡ଼ିବ ତେଣୁ ସିଏ ଚାଲିଲେ ଗୋଟେ ଚାଲିଲେ ଖରା ଚାଲିଛି ଭୀଷଣ ଖରା ଚାଲିଛି ପ୍ରଚଣ୍ଡ ଖରା ଗରମରେ ସିଝି ହେଉଛନ୍ତି ଝାଳରେ ଓଦା ହେଲାଣି ଶୋଷ ତଣ୍ଟି ଓଠା ହେଉଛି ବାଟରେ କିଛି ସମୟ ଗଲା କ'ଣ ଆଖି ଏଣେ ଖରା ଆଖି ପୋଡ଼ୁଛି ପଞ୍ଜାବଟା ଝାଳରେ ଓଦା ହେଇଗଲାଣି ପୁରା ବୁଝା କ'ଣ ଗୋଡ଼ ଦୁଇଟା ମଧ୍ୟ ଗରମରେ ସିଝିଗଲାଣି ଜୋତାଟା ପୁରା ଗରମ ହେଇଗଲାଣି ତଳିପା ଠାରୁ ପାଦ ପର୍ଯ୍ୟନ୍ତ ପାଦଠାରୁ ତଳିବା ପର୍ଯ୍ୟନ୍ତ ଗରମରେ ସିଝିଗଲାଣି କ'ଣ କରିବେ ତାକୁ ଲାଗିଲା ଯେତେରି ସତେ କରେଇରେ କିଏ ତାକୁ ପକେଇ ଦେଇଛି ତତଲା ଲୁହା କରେଇରେ ତାକୁ କିଏ ପକେଇ ଦେଇ ସତେ ଭାଜି ହେଉଛି ଫେର କହୁଛ ହଁ ସଂସାରଟା ଇଏ ନୁହେଁ ତ କ'ଣ ସଂସାରଟା ତତଲା ଲୁହା କରେ ନୁହେଁ ତ କ'ଣ ଖାଲି ଜୀବନ ସାରା ବାହାରିଲେ ଭାଜି ହେବା କଥା ନା ସୁଖ ଅଛି ନା ଶାନ୍ତି ଅଛି এইভাবে ভাবিকি তাঙ্ক ঘর কথা মনে পকাউଛନ୍ତି ପିଲାମାନଙ୍କ କଥା ମନେ ପକାଉଛନ୍ତି ତାଙ୍କ ବୋଉର ତ୍ୟାଗ କଥା ମନେ ପକାଉଛନ୍ତି ଫେର ପିଲାମାନଙ୍କ କଥା ମନେ ପକାଇ ଘର ଯେଉଁ ଅଶାନ୍ତି କଥା ମନେ ପକାଇ ପକାଇ ଚାଲିଛନ୍ତି ଗୋଟେ ମନ ଦୁଃଖରେ ଚାଲିଛନ୍ତି ଏଣେ ତଣ୍ଟି ଓଠାଟା ହେଲାଣି କ'ଣ କରିବେ ପହଞ୍ଚିଲା ଆଗରେ ଦେଖାହେଉଛି ହରିଚନ୍ଦନପୁର ଗାଁ ବ୍ରାହ୍ମଣ ଶାସନ ପୋଖରୀ ଶୁଖିଯାଇଛି ପୋଖରୀଟେ ପଡ଼ିଲା ପୋଖରୀ ଶୁଖିଯାଇଛି ପୋଖରୀର ଫାଟ ପୋଖରୀର ଶୁଖି ଯାଇକି କାଦ ଗୁଡ଼ାକ ଫାଟି ଯାଇଛି ଚାଦରର ପ୍ୟାଟର୍ନ ଉପରେ ଦେଖାଉଛି ଚାଦରର ପ୍ୟାଟର୍ନ ମାନେ କ'ଣ ଛଅ କୁଣିଆ ହେଇକି ଚାଦରର ପ୍ୟାଟର୍ନ ଉପରେ ଦେଖାଉଛି ତାମାନେ ଚାଦର ନକ୍ସା ବା ଆଗରୁ ଲକ୍ଷ୍ୟ କରିଛ ନା ଯେ ଆଗରୁ ପିଲାମାନେ ଯେଉଁ ଡ୍ରଇଂ କରୁଥିଲେ ଲୁଗା ଧଡ଼ି କାଟୁଥିଲେ ଛକି କାଟିଦେଉଥିଲେ ଛକି କରିଦେଇକି ବିଭିନ୍ନ ରଙ୍ଗ କରୁଥିଲେ ବା ଏମିତି କରିକି ତାକୁ ଏମିତି କରିକି କରୁଥିଲେ ଲୁଗା ଧଡ଼ି କରୁଥିଲେ ସେ ଚାଦର ଧଡ଼ି ବା ତାକୁ କହୁଥିଲେ ତମ ସୌନ୍ଦର୍ଯ୍ୟ ବର୍ଦ୍ଧକ ଚିତ୍ର ନକ୍ସା ଯାକ ପ୍ୟାଟର୍ନ ମାନେ ନକ୍ସା ବା ସୌନ୍ଦର୍ଯ୍ୟ ବର୍ଦ୍ଧକ ଚିତ୍ର ଚାଦରର ସୌନ୍ଦର୍ଯ୍ୟ ବର୍ଦ୍ଧକ ଚିତ୍ର ଲୁଗା ଧଡ଼ି ବଢ଼ିଆ ସେଇଭଳିଆ ଦେଖାଉଛି କାଦ ଗୁଡ଼ାକ ତା ଭିତରେ କାଦ ଫାଟ ଭିତରେ ଶୁଖିଲା ଧଳା ଗେଣ୍ଡା ଖୋଳପା ଗୁଡ଼ା ଦେଖାହେଉଛି ସେଇ ତାର ଭିତରେ ପଶି ସେ ଚାଲିଲେ ଦେଖିବା ଯିବା ଦେଖିଲାବେଳକୁ ଶୋଷ ଲାଗୁଛି କ'ଣ ଆଉ ରହିହେବନି ଯେ ଗାଁ ଭିତରେ ପଶିବା ଗାଁ ଭିତରେ ବ୍ରାହ୍ମଣ ଶାସନ ଭିତରେ ପଶିକି ଦେଖ କ'ଣ କରିବା ନା ତାକୁ ପାଣି ମଧ୍ୟ ପଡ଼ିବା ପୋଖରୀ ଗୋଟେ କୋଣକୁ ଗୋଟେ ବେଲ ବଣ ଅଛି ପୋଖରୀ କୋଣକୁ ଗୋଟେ ବେଲ ବଣ ଅଛି ବେଲ ବଣ ଭିତରେ ଗୋଟେ ପୁରୁଣା ଶିବ ମନ୍ଦିରଟେ ବହୁ କାଳରୁ ସେଟା ରହିଛି ଖରା ବର୍ଷା ଖାଇକି ସେ ପୁରୁଣା ଶିବ ମନ୍ଦିରଟା ରହିଛି ଇଏଟାକୁ ବେଲ ଗଛ ଆଡ଼ିକି ଟିକେ ପଶିଲେ ଟିକେ ବିଶ୍ରାମ ନେଇକି ଆଉ ଟିକେ ଛାଇରୁ ଟିକେ ପଚେ କିନ୍ତୁ ଦେଖିଲା ବେଳକୁ ବେଲ ଗଛ ଗୋଟେ ଟିକେ କଅଁଳୁଥିଲେ ପତ୍ର କଣ୍ଟାର ଭର୍ତ୍ତି କଣ୍ଟା ପତ୍ର ଭର୍ତ୍ତି ଟିକେ ହେଲେ ଛାଇ ନାହିଁ ବେଲ କଣ୍ଟା ଗୁଡ଼ାକ କଙ୍କାଳର ହାଡ଼ ଭଳି ଦେଖାଉଛି ବେଲର କଣ୍ଟା ଗୁଡ଼ାକ କ'ଣ ଦେଖାଉଛି କଙ୍କାଳର ହାଡ଼ ପରି ଟିକେ ହେଲେ ଛାଇ ନାହିଁ ତାର ପଶିକି ପୁଣି ପଶି ଆସିଲେ ପୁଣି ବାହାରି ଆସିଲେ
ପୁଣି ମାରିକି ବ୍ରାହ୍ମଣ ଶାସନ ଭିତରକୁ ସେ ପଶିଲେ। ସେ ହରିଚନ୍ଦ୍ରପୁର ଗାଁର ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି। ତାର ବନ୍ଧୁ ତାଙ୍କ ଷଡ଼ଙ୍ଗୀ ହେଉଛି ତାଙ୍କ ଟାଇଟଲ। ଯେମିତି ଆମ କେନ୍ଦ୍ରମନ୍ତ୍ରୀ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ ଅଛନ୍ତି ନା ନାହିଁ, ନୀଳଗିରିରେ ଦେଖିଥିବେ ତାଙ୍କ ଘର, ସେଇଭଳିଆ ତାଙ୍କ ଜଣେ ବନ୍ଧୁ ତାଙ୍କ ସେ ଷଡ଼ଙ୍ଗୀ ଷଡ଼ଙ୍ଗୀ ଡାକନ୍ତି। ତେଣୁ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି ଗାଁର ମୁଣ୍ଡରେ। ବାଉଁଶର କୋଣି ଗୁଡ଼ିକ କଙ୍କାଳର ଆଙ୍ଗୁଳି ଭଳି ଦେଖାଉଛି। ଦେଖ କଙ୍କାଳର ହାଡ଼ ପରେ ଦେଖାଉଛି ବେଲଗଛର କଣ୍ଟା ଗୁଡ଼ିକ, କିନ୍ତୁ ବାଉଁଶର କୋଣି ଗୁଡ଼ିକ ଦେଖାଉଛି କଙ୍କାଳର ଆଙ୍ଗୁଳି ପରି। ବାଉଁଶ ବଣ ଶେଷକୁ ପୁରୁଣା ଶିବ ମନ୍ଦିରଟେ 20-25 ବର୍ଷ ହେଲା ଧଉଳା ହେଇନି ଗାଁର, ବୁଝିଲେ? 20-25 ବର୍ଷ ହେଲା ଧଉଳା ହେଇନି ପୁରୁଣା ଶିବ ମନ୍ଦିରଟେ। ମନ୍ଦିର ସାମ୍ନାରେ ମନ୍ଦିରର ପୂଜକ ଯିଏ ଅଛନ୍ତି ମଧୁ ତିଆଡ଼ିର ଘର। ମନ୍ଦିର ସାମ୍ନାରେ କାହା ଘର? ମଧୁ ତିଆଡ଼ିର। ମଧୁ ତିଆଡ଼ି କିଏ? ମନ୍ଦିର ପୂଜକ। ମନ୍ଦିର ପୂଜକ ନାଁ କ'ଣ? ମଧୁ ତିଆଡ଼ି ଘର। ଇଏ ସେଠି ପହଞ୍ଚିଲେ। ଦେଖ ମନ୍ଦିର ଚୌତରା ଉପରେ ପଶାପାଲି ପଡ଼ିଥିଲା। 10-12 ଜଣ ପିଲା, 10-12 ଜଣ ଟୋକା ପଶା ଖେଳୁଥିଲେ। ମଧୁ ତିଆଡ଼ି କ'ଣ କରୁଥିଲା ନା ସେଇ ଚୌତରାର ଗୋଟେ କୋଣକୁ ବଉଳ ଗଛ ଛାଇରେ ସେ କ'ଣ କଲା ଭାଗବତ ପଢ଼ୁଥିଲା। ଭାଗବତ ପଢ଼ୁଥାଏ କିନ୍ତୁ କାନ ଡେରି ଥାଏ ଏ ପଶାପାଲି ପାଖକୁ। ଇଏ ଯାଇ ପହଞ୍ଚିଗଲେ, କହିଲେ ନନା ଓଳିକି, କହିଲେ କିରେ ନୋଟକିରେ ଏ ଖରାବେଳଟାରେ? କହିଲେ ବୋଉ ଦେହ ଖରାପ ତ ତାର ପାଇନେ ପଡ଼ିଯାଇନି, ଆଉ ପାଣି ମୁନ୍ଦେ ଦିଅ ତାରା। କହିଲେ ହଁ ପାଣି। ଏପରି ଅଧା ଲଙ୍ଗଳା ହେଇକି ଅଧା ଲଙ୍ଗଳା ହେଇକି ପିଲାଟେ ବୁଲୁଥିଲା, ତାକୁ ଡାକିଲେ। ସିଏ ନଙ୍ଗର ପଙ୍ଗର ବୁଲୁଥିବା ଅଧା ଲଙ୍ଗଳା ପିଲାଟାକୁ ତାକୁ ଡାକିଦେଲେ। ହେଲେ ଏଇ ଶୁଣ, ଏପରି ଶୁଣ, କହି ଗଲୁ ପାଣି ଆଣିବୁ। ପାଣି ଲୋଟିଆ ଟାଣିଦେଲ। ବ୍ରାହ୍ମଣ ଲୋଟିଏ ପାଣି ଆଣିଦେ। ସେ ଲୋଟିଏ ପାଣି ଆଣିଦେଲେ। ଏ ପାଣି ଢକ କରି ପିଇଲେ, ମୁହଁ ହାତ ଧୋଇ ଦେଇକି ତାପରେ ବାହାରିଲେ ଘରକୁ, ବୁଝିଲ ତ? ତାପରେ କହିଲେ ମନ୍ଦିର ପାଖକୁ ଗଲେ ଟିକେ ଜୁଆର ହେବାକୁ। ମନ୍ଦିର ଦେଖିବାକୁ ବନ୍ଦ ଥିଲା, ମନ୍ଦିର କବାଟ ବନ୍ଦ ଥିଲା। ଠାକୁର ଗମ୍ଭୀର ଭିତରେ ଥିଲେ। ସନ୍ଧ୍ୟାବେଳକୁ ଯାଇ ଠାକୁରକୁ କବାଟ ଫିଟିବ। ତେଣୁ ଅମନ ମନ କି ଯେ ଠାକୁରଙ୍କୁ ଡାକିଲେ, ହେ ପ୍ରଭୁ ମୋ ବୋଉକୁ ଭଲ କରିଦିଅ, କିମ୍ବା ମୁଁ ଗଲା ପର୍ଯ୍ୟନ୍ତ ତାକୁ ବଞ୍ଚେଇକି ରଖ। ଏଇ ଯେଉଁ ଡାକିଲେ ଏଇଟା ଗତାନୁଗତିକ ଚିରାଚରିତ ଅଭ୍ୟୟ ପ୍ରଥା। ସମସ୍ତେ ଡାକନ୍ତି, ମୁଁ ଡାକୁଛି ଆଉ। କିନ୍ତୁ ତା ଦେହରେ ପ୍ରଗାଢ଼ ଆକୁଳତା ନଥିଲା। ଆକୁଳତା ନଥିଲା ଯେମିତି ହେ ମୋ ବୋଉକୁ ଭଲ କରିଦିଏ, ମୋ ବୋଉ ଭଲ କରିଦିଏ, ହେ ପ୍ରଭୁ ଭଲ କରିଦିଏ, ମୋ ମୁଣ୍ଡ ପିଟି ମରିଯିବ କରିଯିବ, ଯେମିତି ସେ ସବୁ ନଥିଲା। ଖାଲି ଚିରାଚରିତ ଢଙ୍ଗରେ ସେ ଡାକିଦେଲେ। ଡାକି ଦେଇକି ତାପରେ ଚାଲିଲେ। ବୁଝିଲ ତ? ରାସ୍ତା ସରି ସରି ଆସୁଛି। ନଡ଼ିଆ ବଣ ଭିତରେ ସୁରଜମଲ୍ଲ ମାରୱାଡ଼ର ଧଳା କୋଠାଟା ଚକ୍ ଚକ୍ ମାରୁଛୁ। ନଡ଼ିଆ ବଣ ଭିତରେ ସୁରଜମଲ୍ଲ ମାରୱାଡ଼ର ଧଳା କୋଠାଟା ଦେଖାଉ ଚକ୍ ଚକ୍ ମାରୁଛି। ସେ କହିଲେ ଯାହା ହଉ ମଦନପୁର ପହଞ୍ଚିଗଲି। ମଦନପୁର ପହଞ୍ଚିଗଲି, ମୁଁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିଯିବ। ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିଯିବ। କହିଲେ ହଡ଼ା ଦେଖା ବେଳକୁ ତାଙ୍କ ମଦନପୁର ମୌଜା ଆଉ ତାଙ୍କ ଗାଁ ମଝିରେ ଗୋଟେ ବିରାଟ ପ୍ରକାଣ୍ଡ ବରଗଛଟା ଦେଖାହେଉଛି। କହିଲେ ଏଇ ତ ବରଗଛ ପହଞ୍ଚିଲାଣି ଆଉ, ଯାହାକୁ ପିଲାଟି ବେଳକୁ ସେ ଦେଖି ଆସିଛନ୍ତି, ତା ସହିତ ଖେଳି ଆସିଛନ୍ତି। କହିଲେ ବରଗଛ ଦେଖା ଆଉ ପାଏ ବାଟ ଗଲେ ପହଞ୍ଚିଯିବ ଆଉ ଅଳ୍ପ ବାଟ। ତା କିଛି ବାଟ ଗଲା ପରେ ଓ ବିରାଟ ଅଶ୍ୱସ୍ଥ ଗଛ ପଡ଼ିଲା। 2-4 ଜଣ ମଣିଷଙ୍କ କୁଣ୍ଡ ବି ପାଇବନି। ଅଶ୍ୱସ୍ଥ ଗଛ ପଡ଼ିଲା, ତାର ପତ୍ର ଗୋଟେ ହେଲେ ନାହିଁ, ଛୋଟ ଛୋଟ କୋଳି ସବୁ ପଡ଼ିଛି। କହିଲେ ଏତେ ବଡ଼ ଗଛ ହେଲେ ନା କେଉଁ କାମରେ ଲାଗୁଛି? କିଛି କାମରେ ଲାଗୁଛି ନା କାହାକୁ ଛାଇ ଦେଇପାରୁଛି? ଛାଇ ଟିକେ ବି କାହାକୁ ଦେଇପାରୁନି। ତା କାଠ ବି ଅଶ୍ୱତ୍ଥ କାଠ କୌଣସି କାମ ଲାଗେନି। ପୂଜା ପର୍ବାଣ କି ପୋଡ଼ା ଇଏ ରୋଷେଇବାସ ପୋଡ଼ା ଜଳାରେ ବି ଲାଗେ ନାହିଁ। ସେଇଭଳିଆ ପଡ଼ି ନଷ୍ଟ ହୁଏ। କିନ୍ତୁ ଇଏ ଗଛଟା ପୂଜା ପାଉଛି ସବୁଦିନ। ଇଏ ଲକ୍ଷ୍ୟ କଲେ, ଇଏ ସେଇ ଅଶ୍ୱତ୍ଥ ଗଛ ଗଣ୍ଡିରେ ଲକ୍ଷ୍ୟ କଲେ ମୋଟା ସିନ୍ଦୁର ଦାଗ ଲାଗିଛି। ତା ତଳକୁ ପିମ୍ପୁଡ଼ର ଧାର ଲାଗିଛନ୍ତି। ସୁରଜମଲ୍ଲ ମାରୱାଡ଼ର ବାପା ପ୍ରତ୍ୟେକ ଦିନ ଗାଧୋଇ ସାରିକି ଏଠି ଚିନି କି ଗୁଡ଼ ଟିକେ ଭୋଗ ଦେଇଯାଏ। ସେଇ ଖାଇବା ପାଇଁ ବୋଧେ ଚିନି ପିମ୍ପୁଡ଼ର ଧାର ଲାଗିଛନ୍ତି। କାହିଁକି ତ ପୂଜା କରନ୍ତି ନା ସେଇ ଅଶ୍ୱତ୍ଥ ଗଛ ମୂଳରେ ଇଏ ବୁଦ୍ଧଦେବ ଆଉ ମହାବୀର ଜୈନ ସେ ଜ୍ଞାନ ପ୍ରାପ୍ତି ହେଇଥିଲେ, ପରମ ଜ୍ଞାନ ପାଇଥିଲେ। ତେଣୁ ସେଇଥିପାଇଁ ସମସ୍ତେ ଏଇ ଅଶ୍ୱତ୍ଥ ଗଛଟାକୁ ପୂଜା କରି ଆସୁଛନ୍ତି। ତ ସୁରଜମଲ୍ଲ ମାରୱାଡ଼ର ବାପା ସେଇଥିପାଇଁ ପୂଜା କରି ଆସୁଛି।
ତାକୁ କହିଲେ ଯାହା ହେଉଛୁ ମୁଁ ଯାଏ ଆଉ ରହିହେବନି ଆଗେଇଲେ ଗୋଟେ ଗୋଟେ ଆଗେଇଲେ ବିରାଟ ବରଗଛ ପାଖରେ ସିଏ ପହଞ୍ଚିଗଲେ। ପହଞ୍ଚିବା ପୂର୍ବରୁ ଚିନ୍ତା କରୁଛୁ କି ଗରମ ପାଣି ଟିକେ ହେଲେ ନାହିଁ ପୋଖରୀ ବହୁତ ଶୁଖିଗଲାଣି କିଏ ଆଣିବ ପାଣି ଏତେ ଖରା ଏତେ ପାଣି ସବୁ ଶୁଖି ଯାଉଛି କିଏ ଆଣିବ ଆଉ ଥରେ ଭଗୀରଥ ଜନ୍ମ ନେବେ କି ଗଙ୍ଗାକୁ ସ୍ୱର୍ଗରୁ ଘିନି ଆସିଥିଲେ କିଏ ଆଣିଥିଲେ ଭଗୀରଥ ଜାଣିଥିବ ପୁରାଣ ପୃଷ୍ଠାର ଭଗୀରଥ ଗଙ୍ଗା ନଦୀକୁ ତପସ୍ୟା କରିକି ତଳକୁ ଓହ୍ଲେଇକି ଆଣିଥିଲେ ମୂର୍ତ୍ତିକୁ ଆଣିଥିଲେ କିମ୍ବା ଅର୍ଜୁନର ତୀକ୍ଷ୍ଣ ସ୍ୱର ଭେଦ କରିକି ଜଳର ବାହାରିବ କି ଆଉ ଥରେ ଅର୍ଜୁନ ମହାଭାରତ ଯୁଦ୍ଧ ଯେତେବେଳେ ଭୀଷ୍ମ ପିତାମହ ଭୀଷ୍ମକୁ ଅର୍ଜୁନ ସ୍ୱର ମାରିଥିଲା ଭୀଷ୍ମ ଯେତେବେଳେ ଶେଷରେ ପଡ଼ିଲେ ସେ ପଡ଼ିଲେ ଯେତେବେଳେ ଶୋଇବା ପାଇଁ ଚିନ୍ତା କଲେ କେଉଁଠି ଶୋଇବେ କ'ଣ କରିବେ ଦୁର୍ଯ୍ୟୋଧନ ସେଉଠୁ ତୁଳିତଳ ପଶେଜ ମଗେଇଲା ସେ ମୁଣ୍ଡ ହଲେଇ ଦେଲେ ଅର୍ଜୁନ ସେଉଠୁ ମାରିଲା ସ୍ୱର କଥା ସ୍ୱରମୟ ହେଇଗଲା ତ ତାରି ଉପରେ ସେ ଶୋଇଲେ କହିଲେ ପାଣି ପାଣି ସୁବାସିତ ଜଳ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ ମଗେଇ ପଠେଇଲା କିନ୍ତୁ ଅର୍ଜୁନ କ'ଣ କଲା ନା ମାରିଲା ଗୋଟେ ସ୍ୱର ତମ ପୃଥିବୀ ଭେଜ କରିକି ପାଣି ତ ପଡ଼ିଲା ତମ ଛିଟକି ପଡ଼ିଲା ତାଙ୍କ ପାଟି ଉପରେ ଏମିତି ପଡ଼ିଲା ତମ ପାଣି ଭୀଷ୍ମଙ୍କ ପାଟି ଉପରେ ସେଇ କଥା କହୁଛି ଅର୍ଜୁନ ପୁଣି ଥର ଅର୍ଜୁନ ଜନ୍ମ ହଉ କି ପାଣି ବାହାର କରି ପାଣି ଯେ ସବୁ ଶୁଖିଗଲା ଯେ ଶେଷରେ ବରଗଛ ପାଖରେ ପହଞ୍ଚନ୍ତି ବରଗଛ ଦେଖିଲା ବେଳକୁ ବରଗଛ ଶୀତଳ ସ୍ପର୍ଶରେ ବରଗଛ ଛାଇରେ ସେ ପରମ ଶାନ୍ତି ଅନୁଭବ କଲେ ସେଠି ଶୀତଳ ସ୍ପର୍ଶରେ ତାଙ୍କ ପ୍ରାଣଦମ ଆନନ୍ଦିତ ହେଇଗଲା ତାପରେ ଘଞ୍ଚ ଛାଇ ଆଡ଼ିକି ଟିକେ ଘୁଞ୍ଚିଗଲେ ଘୁଞ୍ଚି ହେଇକି ଓହ୍ଲେଇ ପଡ଼ିକି ପାଦରୁ ଜୋତାଟା କାଢ଼ି ପକାଇଲେ ପାଦ ଜୋତା କାଢ଼ି କାନିଆ ଗୋଡ଼ି କୋଣରେ ଫୁଟକା ଗୋଟେ ହେଇଲାଣି ପାଦଟା ଟିକେ ଥଣ୍ଡା ଲାଗିଲା ତାପରେ ସେ ଲକ୍ଷ୍ୟ କଲେ କିଛି ଗୋରୁ କ'ଣ କରୁଛନ୍ତି ନା ସେଇ ବରଗଛ ଛାଇରେ ପାକୁଳି କରୁଛନ୍ତି କେହି ଡାଳ ଛେଡ଼ି ପକାଇ ଦେଇଛି ଡାଳ ଭାଙ୍ଗି ପକାଇ ଦେଇଛି କିଛି ଛେଳି କରୁଛନ୍ତି ନା ସେ ଡାଳର ପତ୍ର ଗୁଡ଼ାକ ଗୋଟେ ଜାଗାର ଚୁବେଇ ଖାଉଛନ୍ତି କିଛି ପିଲା ଦୁଇ ଚାରିଟା ପିଲା କ'ଣ ଡାଳ ମାଙ୍କୁଡ଼ି ଖେଳୁଛନ୍ତି ଡାଳକୁ ଡାଳ ଧରିକି ମାଙ୍କଡ଼ ଭଳିଆ ଡେଇଁ ଡେଇଁକି ଏ ଡାଳକୁ ଛାଡ଼ି ଦେଇକି ସେ ଡାଳକୁ ଛାଡ଼ି ଦେଇକି ଏ ଡାଳକୁ ଡେଇଁ ଖେଳୁଛନ୍ତି ଡାଳ ମାଙ୍କୁଡ଼ି ଖେଳୁଛନ୍ତି କିଛି ଚଢ଼େଇ ଗଛ ସାରା ଚଢ଼େଇ ସବୁ ବିଭିନ୍ନ ପ୍ରକାର ଚଢ଼େଇରେ ଭର୍ତ୍ତି ହେଇଥିବ ଆଉ କ'ଣ କରୁଛନ୍ତି କିଛି ବାଟୋଇ ଚିତ୍ତିମାତ ହେଇକି ପଡ଼ିଛନ୍ତି ଗଛ ଛାଇରେ ଶୋଇଛନ୍ତି ତାଙ୍କରି ଭଳି ନଟ ବାବୁ ମଧ୍ୟ ଗଛ ଛାଇରେ ମୁଣ୍ଡ ତଳେ ଗାମୁଛାଟା ଦେଇକି ଗଡ଼ି ପଡ଼ିଲେ ସାଙ୍ଗେ ସାଙ୍ଗେ ତାଙ୍କୁ ଥକାରେ ଯେଉଁ ପବନ ସ୍ପର୍ଶରେ ଯେଉଁ ଶୀତଳ ଛାୟାରେ ତାଙ୍କୁ ନିଦ ଆସିଗଲା ଆଖି ବୁଜି ପକାଇବା ପୂର୍ବରୁ ହଠାତ୍ ତାଙ୍କ ଆଖି ଅଟକିଗଲା ବରଗଛ କୋରଡ଼ରେ ଲକ୍ଷ୍ୟ କଲେ ବରଗଛ କୋରଡ଼ ଭିତରେ ଗୋଟେ ବେଲଗଛ ଉଠୁଛି ଗୋଟେ ଅସୁସ୍ଥ ଗଛ ଉଠୁଛି କହିଲେ ଆରେ ବେଲଗଛ ବରଗଛ ଭିତରେ ଅସୁସ୍ଥ ଗଛ ବରଗଛ ତାହେଲେ ବରଗଛ ମା ଭଳିଆଙ୍କୁ ଜନ୍ମ ଦେଇଛି ସାଙ୍ଗେ ସାଙ୍ଗେ ଆଖି ବୁଜି ପଡ଼ିଲେ ସିଏ ଶୋଇପଡ଼ିଲେ ସେଇ ମୁଦା ଆଖି ପତା ଭିତରେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ବରଗଛର ଛବି ସାଙ୍ଗେ ସାଙ୍ଗେ ତା ଆଖି ସାମ୍ନାରେ ଭାସି ଉଠିଲା ସେ ବରଗଛକୁ ଆଚ୍ଛନ୍ନ କରି ଆଉ ଗୋଟେ ଛବି ଭାସି ଉଠିଲା ସେ ଛବି ହଉ ତାଙ୍କ ବୋଉର ତାପରେ ଆଉ ଗୋଟେ ଛବି ଭାସି ଉଠିଲା ସେ ଛବି ତାଙ୍କ ନିଜର ପ୍ରଥମେ ଉଠିଲା ବରଗଛ ଛବି ଭାସି ଉଠିଲା ତାପରେ ତାଙ୍କ ବୋଉର ଛବି ଭାସି ଉଠିଲା ତାପରେ ତାଙ୍କ ନିଜ ଛବି ଭାସି ଉଠିଲା ତାଙ୍କ ବୋଉ ଯେମିତି ତାଙ୍କୁ ମଣିଷ କରିକି ସବୁ ଆତ୍ମସ୍ୱର୍ଗ ତ୍ୟାଗ କରିକି ତାଙ୍କୁ ମଣିଷ କରିଛି ତାଙ୍କୁ ସନ୍ତାନ ବୋଲି ତାଙ୍କ ନିଜ ସନ୍ତାନ ବୋଲି ଭାବି ତାକୁ ସବୁ ଲାଳନ ପାଳନ କରିଛନ୍ତି ଠିକ୍ ସେ ବରଗଛ ମଧ୍ୟ ନିଜ ଜନନୀ ଭାବରେ ଇଏ ବେଲଗଛ ଅଶ୍ୱତ୍ଥ ଗଛକୁ ଜନ୍ମ ଦେଇ ତାକୁ ମଧ୍ୟ ବଢ଼ଉଛି ବଢ଼େଇ କରି ମଣିଷ କରୁଛି ଆଗରେ ଆସ୍ତେ ଆସ୍ତେ ସେ ଶୋଇଗଲେ ଏଇଠି ଗପଟା ସରିଯାଇଛି ତେଣୁ ନଟର ବାବୁ ଭଳିଆ ବର୍ତ୍ତମାନ ସବୁ ଲୋକ ତୁମ ହାଉତାଉ ଶୋଉଛନ୍ତି ତାଙ୍କ ପରିବାରରେ କେହି ସୁଖ ଶାନ୍ତି ନାହିଁ ବୋଲି କହୁଛନ୍ତି ମୁଁ ନାରୀ ତାହେଲେ ଏମାନଙ୍କ କାହାଣୀ ନଟରଙ୍କ କଥା ଭଳିଆ ମିଶିଗଲା ନା ବୁଝିଲା କଥା ତ ବୁଝିପାରିଲା ନା ତେଣୁ ଏଇ ଯେଉଁ ଗପଟା ମୁଁ ତୁମକୁ କହିଲି ଆଜି ସେ ଗପଟା ବୁଝଛ ନା ତୁମ ଦଶମ ଶ୍ରେଣୀ ସାହିତ୍ୟ ବହିର ସାହିତ୍ୟ ସିନ୍ଧୁ ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ବହିର ତୁମ ଶେଷ ଗପ ଏଇଟା ବେଲ ଅଶ୍ୱତ୍ଥ ଓ ବଟବୃକ୍ଷ ବେଲ ଅଶ୍ୱତ୍ଥ ଓ ବଟବୃକ୍ଷ ଏ ଗପଟା ତୁମକୁ ଆଜି ମୁଁ ପଢ଼େଇଦେଲି ଏ ଗପଟିରେ ବରଗଛକୁ ଜନନୀ ରୂପେ ଚିତ୍ରଣ କରାହେଇଛି ଏବଂ ବେଲଗଛ ଅଶ୍ୱତ୍ଥ ଗଛକୁ ତା ସତ୍ତା ଭାବେ ଚିତ୍ରଣ କରାହେଇଛି ବୁଝଛ ନା ନାହିଁ
ତେଣୁ ଏଇ ଯେଉଁ ବେଲ ସ୍ୱସ୍ଥ ବଟବୃକ୍ଷ ତା ଦେହରେ ବାତ୍ସଲ୍ୟ ମମତା କଥା ଦିଆହେଇଛି, ତ୍ୟାଗ ବାତ୍ସଲ୍ୟ ମମତା ଭଲ ପାଇବା କଥାକୁ ଦିଆହେଇଛି, ମାତୃତ୍ୱର ମହାନତା ପ୍ରସଙ୍ଗ ଏଥିରେ ଚିତ୍ରଣ କରାହେଇଛି, ବାତ୍ସଲ୍ୟ ମାତୃତ୍ୱର ମହାନତା ଏଥିରେ ଚିତ୍ରଣ କରାହେଇଛି। ତେଣୁ ସେଇ ଯେଉଁ ବେଲ ସ୍ୱସ୍ଥ ବଟବୃକ୍ଷକୁ ରଚନା କରିଛନ୍ତି କିଏ ଜାଣିଛ? ରବି ପଟ୍ଟନାୟକ, ଗାଳ୍ପିକ ରବି ପଟ୍ଟନାୟକ। ଗଳ୍ପକୁ ଯିଏ ଲେଖେ ସେ ଗାଳ୍ପିକ, ପ୍ରବନ୍ଧକୁ ଯିଏ ଲେଖେ ପ୍ରାବନ୍ଧିକ, କବିତାକୁ ଯିଏ ଲେଖେ କବି, ଉପନ୍ୟାସକୁ ଯିଏ ଲେଖେ ଔପନ୍ୟାସିକ, ନାଟକକୁ ଯିଏ ଲେଖେ ନାଟ୍ୟକାର, କାବ୍ୟକୁ ଯିଏ ଲେଖେ କାବ୍ୟକାର। ବୁଝଛ ନା କଥା କ'ଣ? ତେଣୁ ସେଇ ଯେଉଁ ଗାଳ୍ପିକ ରବି ପଟ୍ଟନାୟକ, ଏଇଟା ଗୋଟେ ଗଳ୍ପ, ତେଣୁ ସିଏ ଲେଖିଛନ୍ତି ଗାଳ୍ପିକ ରବି ପଟ୍ଟନାୟକ ଲେଖିଛନ୍ତି। ରବି ପଟ୍ଟନାୟକ ବିଷୟରେ ଟିକେ ଜାଣିନେବା। ରବି ପଟ୍ଟନାୟକ କିଏ ନା କ'ଣ? ରବି ପଟ୍ଟନାୟକଙ୍କ ଘର ହେଉଛି ତା ପିତୃଦତ୍ତ, ତାଙ୍କ ବାପାଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର। କେତେ କୁହନ୍ତି ସେଠାରେ ସେ ଜନ୍ମ ହୋଇଛନ୍ତି, କିନ୍ତୁ ଅନ୍ୟ କେତେ କୁହନ୍ତି ନା ସେଠାରୁ ସେ ପଳାଇଥିଲେ କେଉଁଠି ବଣାଇରେ ଜନ୍ମ, ସୁନ୍ଦରଗଡ଼ରେ ବଣାଇଠାରେ ଜନ୍ମ ହୋଇଥିଲେ। କେବେ? 1935 ମସିହା ଅକ୍ଟୋବର 21 ତାରିଖ ଦିନ, 1935 ମସିହା ଅକ୍ଟୋବର 21 ତାରିଖ ଦିନ ସେ ଜନ୍ମ ହୋଇଥିଲେ। ଶିକ୍ଷା ସ୍ନାତକୋତ୍ତର ମାନେ MA ଭୂତତ୍ତ୍ୱବିଦ ଭାବରେ ଚାକିରି କରିଥିଲେ। ତା ପିତା ହେଉଛି କୃଷ୍ଣଚନ୍ଦ୍ର ପଟ୍ଟନାୟକ, ମାତା ହେଉଛି ସୁନ୍ଦରମଣି ଦେବୀ, ଆଉ ଯାହାଙ୍କୁ ବିବାହ କରିଥିଲେ ତାଙ୍କ ସ୍ତ୍ରୀ ନାଁ ହେଉଛି ବିଜୟଲକ୍ଷ୍ମୀ ପଟ୍ଟନାୟକ। ତାଙ୍କ ଭାଇ 5 ଜଣ ଭାଇ ସିଏ ତାଙ୍କର, ବୁଝିଲେ ତ? ତେଣୁ ସେଇ ଯେଉଁ ରବି ପଟ୍ଟନାୟକ ସେ ମହାପ୍ରକାଣ୍ଡ ଗାଳ୍ପିକ ଭୂତତ୍ତ୍ୱବିଦ, କିନ୍ତୁ ପ୍ରକାଣ୍ଡ ଗାଳ୍ପିକ ହିସାବରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ଗାଳ୍ପିକ ହିରଣ୍ୟଗର୍ଭ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି 1984 ମସିହାରେ। 1984 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ହିରଣ୍ୟଗର୍ଭ ପୁସ୍ତକ ପାଇଁ। ସାରଳା ପୁରସ୍କାର ପାଇଛନ୍ତି ବନ୍ଧ୍ୟା ଗାନ୍ଧାରୀ ପାଇଁ, ଯେଉଁ ବନ୍ଧ୍ୟା ଗାନ୍ଧାରୀ ବହି ଲେଖିଥିଲେ 1988 ମସିହାରେ। 1991 ମସିହାରେ ସାରଳା ପୁରସ୍କାର ପାଇଛନ୍ତି ସେ ବନ୍ଧ୍ୟା ଗାନ୍ଧାରୀ ପାଇଁ। ଆଉ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ବିଚିତ୍ର ବର୍ଣ୍ଣା ପାଇଁ। ଏ 3ଟା ପୁରସ୍କାର ସେ ପାଇଛନ୍ତି। ୟା ବ୍ୟତୀତ ଆଉ କ'ଣ ପୁରସ୍କାର ପାଇଛନ୍ତି? ବିଶ୍ୱ ପୁରସ୍କାର ପାଇଛନ୍ତି 1966 ମସିହାରେ। 1962 ମସିହାରେ ପ୍ରଜାତନ୍ତ୍ର ପୁରସ୍କାର ପାଇଛନ୍ତି। 1968 ମସିହାରେ ଝଙ୍କାର ପୁରସ୍କାର ପାଇଛନ୍ତି। 1982 ମସିହାରେ ଧରିତ୍ରୀ ସମ୍ମାନ ପାଇଛନ୍ତି। 1982 ମସିହାରେ ପୁଣି ଥରେ ବିଶ୍ୱ ପୁରସ୍କାର ପାଇଛନ୍ତି। ଏସବୁ ଦୁନିଆ ପୁରସ୍କାର। ତେଣୁ ରଚନା ଗୁଡ଼ିକ କ'ଣ କ'ଣ ତାଙ୍କ ଦେଖିବା? ଅସାମାଜିକର ଡାଏରୀ 1964 ମସିହାରେ ପ୍ରଥମେ ରଚନା କରିଥିଲେ। ଅସାମାଜିକର ଡାଏରୀ ଗପ ବହି। ଅନ୍ଧଗଳିର ଅନ୍ଧକାର 1972 ମସିହା। ରାଗ ତୋଡ଼ି 1979 ମସିହାରେ। ବହୁରୂପୀ 1979 ମସିହା। ହିରଣ୍ୟଗର୍ଭ 1982। ଗଳ୍ପ ଗୋଟେ ଗଳ୍ପ 1982 ମସିହା, ଖାଲି ଗଳ୍ପ ବହି। ବିଶ୍ୱରେଖା 1983। ରାମାରାଣୀ 1987। ରାଜାରାଣୀ 1987। ବନ୍ଧ୍ୟା ଗାନ୍ଧାରୀ 1988। ଅମରିଲତା 1990। ବିଚିତ୍ର ବର୍ଣ୍ଣା 1991। ଛାୟାପୁତ୍ରର କାଳ 1991। ତା ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ ଗୋଟେ ବହି, ସେଟା ଯେଉଁ 1992 ମସିହା। ପ୍ରେମ ଓ ପ୍ରତିମା 1993। ମେଘମଲ୍ଲାର 1995 ମସିହା। ଅବିନଶ୍ୱର 1995 ମସିହା। ପ୍ରଜାପତିର ଘର 1996 ମସିହା। ଗଳ୍ପ ସମଗ୍ର ପ୍ରଥମ ଭାଗ 2008 ମସିହା। ଗଳ୍ପ ସମଗ୍ର ଦ୍ୱିତୀୟ ଭାଗ 2014 ମସିହା। ତାପରେ ରତ୍ନାକର ଗୋଟେ ଗଳ୍ପ। ଏତେ ଗୁଡ଼ାକ ସେ ରଚନା କରିଛନ୍ତି, ଚିନ୍ତା କରୁଥିବ। ତେଣୁ ବିରାଟ ଗାଳ୍ପିକ। ତେଣୁ ସେ ଯେଉଁ ରଚନା କରିଛନ୍ତି ଏଇ ଯେଉଁ ବେଲ ଅଶ୍ୱତ୍ଥ ବଟବୃକ୍ଷଟା, ସେଟା ପ୍ରଥମେ ନବରବି ପତ୍ରିକାରେ 5ମ ବର୍ଷ 1974 ମସିହାରେ ନଭେମ୍ବର ମାସରେ ପ୍ରକାଶ ପାଇଥିଲା। ନବରବି ପତ୍ରିକାର 5ମ ବର୍ଷର 5ମ ସଂଖ୍ୟା ଯେଉଁ ନଭେମ୍ବର ମାସରେ ଏଟା ପ୍ରକାଶ ପାଇଥିଲା। ବେଲ ଅଶ୍ୱତ୍ଥ ବଟବୃକ୍ଷ ଗଳ୍ପ କେଉଁ ପତ୍ରିକା ପ୍ରକାଶ ହେଲା? ନବରବି ପତ୍ରିକାରେ। ଗାଳ୍ପିକ କିଏ? ରବି ପଟ୍ଟନାୟକ। ବୁଝିଲେ ତ? ତ ଗଳ୍ପଟାକୁ ଆଜି ମୁଁ ପଢ଼େଇଦେଲି, କେମିତି ଲାଗିଲା ମୋ ଜଣେଇବ। ବୁଝିଲେ କ'ଣ? ମୁଁ ଅଶ୍ୱିନୀ କୁମାର ମହାନ୍ତି, ବାଲେଶ୍ୱର ଜିଲ୍ଲାର କିଶୋରଚନ୍ଦ୍ର ନୀଳଗିରି ବ୍ଲକର କିଶୋରଚନ୍ଦ୍ରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ। ତୁମକୁ ଏ ଯେଉଁ ଗଳ୍ପ ଆଜି ମୁଁ ଶେଷ କରିଦେଲି, ପଢ଼େଇଲି, ତୁମକୁ କେମିତି ଲାଗିଲା ମୋତେ ଜଣାଇବ। ମୋ ନମ୍ବରଟା ଲେଖି ରଖ 9937538120 9937538120। ଧନ୍ୟବାଦ।